ଯେତେବେଳେ ଗୋଟେ ସାରା ବିଶ୍ୱରେ ଯୁଦ୍ଧ ଲାଗିଛି ଯେତେବେଳେ ପାଶ୍ଚାତ୍ୟ ଦେଶରୁ ଆମର ତୈଳ ଏବଂ ଗ୍ୟାସ୍ ଆମଦାନୀ ହୁଏ ସେହି ସମୟରେ ଏହି ପ୍ରକାର ଗୋଟେ ସମ୍ବେଦନଶୀଳ କଥାକୁ ନେଇକି ଗୃହରେ ହଟ୍ଟଗୋଳ କରିକି ଆଲୋଚନା କୁ ନ ଆସି ଏବଂ ତର୍କକୁ ନ ଆସି ଆଡଜଷ୍ଟମେଣ୍ଟ ନ ଆଣି ସିଧାସଳଖ ଆସିକି ୟାକୁ ଗୃହକୁ ଚଳେଇ ନ ଦେବାର ଏ ମାନସିକତା ନିଶ୍ଚିତ ଭାବରେ ନିନ୍ଦନୀୟ କଥା। ଆପଣ ଦେଖନ୍ତୁ ଆମର ସରକାର ନରେନ୍ଦ୍ର ମୋଦିଙ୍କର 2014 ପରେ ଆସିବା ପରେ ତା ପୂର୍ବରୁ ଆପଣମାନେ ବି ସବୁ ଟିକେ ଟିକେ ସାନ ସାନ ହେଇଥିବ ଆପଣ ସେହି ସମୟର କଥା ଦେଖନ୍ତୁ କି ପ୍ରକାର ଭାବରେ ଗ୍ୟାସ୍ ଷ୍ଟେସନ ଆଗରେ ଗ୍ୟାସ୍ ଫିଲିଂ ଷ୍ଟେସନ ଆଗରେ ଗ୍ୟାସ୍ ଡିଲରଙ୍କ ଆଗରେ କି ପ୍ରକାର ଭାବରେ ଲମ୍ବା ଲାଇନ ରହୁଥିଲା କି ପ୍ରକାର ଭାବରେ ବ୍ଲାକ୍ ମାର୍କେଟିଂ ହେଉଥିଲା କି ପ୍ରକାର ଭାବରେ ଗୋଟେ କନେକ୍ସନ ପାଇଁ ଲୋକ କେତେ ତରସୁଥିଲେ। ସମୟ ସମୟରେ ଆପଣ ମାନେ ଝିଅ ଘର ମାନେ ଯୌତୁକରେ ଗୋଟେ ଗ୍ୟାସ୍ ନେବା ପାଇଁ ଦେବା ପାଇଁ ମଧ୍ୟ ଚାହୁଁଥିଲେ। ଗୋଟେ ସମୟ ଥିଲା ଆଜି ବଦଳିଛି। ଆପଣ ଚିନ୍ତା କରିବେ ଯେ ୟୁପିଏ ଗଭର୍ଣ୍ଣମେଣ୍ଟ ଯେତେବେଳେ ଥିଲା ସେତେବେଳେ 1,40,000 କୋଟିର ଅଏଲ ବଣ୍ଡ ଇସ୍ୟୁ କରିକି ଏ ଦେଶକୁ ଋଣଗ୍ରସ୍ତ କରିଦେଇଥିଲା। ତାକୁ ଏ ସରକାର ଆସିବା ପରେ ପ୍ରତି ବର୍ଷ 10,000 କୋଟି 20,000 କୋଟି 30,000 କୋଟି କରି ସୁଝି ଏ 2026 ମସିହା ଶେଷକୁ ଇଏ ଅଏଲ ବଣ୍ଡର ପଇସା ସୁଝିବ ଏବଂ ପ୍ରତି ବର୍ଷ 10,000 କୋଟି ଟଙ୍କାର ঊର୍ଦ୍ଧ୍ୱ ଇଣ୍ଟରେଷ୍ଟ ମଧ୍ୟ ଦଉଛି। या द्वारा निश्चित भाव में देश प्रगति बाधाप्राप्त होची डेवलपमेंट मध्य पछकु जाउची। ए प्रकार दायित्वहीन काम से सरकार करथिबा बेले आज गैस जतरे युद्ध विश्व रे युद्ध लागिची से समय गैस रो कथा नै कि से माने युद्धरे हट्टगोल करछन। गोटे आपण इस्राएल देश को देखंतु से माने तांको निज देश रो रक्षा पई कि प्रकार भाव रे छुआ छोटे छुआ को कांधरे पकेकी बंद को धरिकी जाउछन। ए माने ए प्रकार भाव रे आज गृह को न चलै देवा निश्चित भाव रे हम निंदनीय आ एथिरे हम अधिकार निश्चित भाव रे क्षण होउची।